ଆଜି ଆମ ପାଖରେ ଜୀବନକୁ ମାପିବା ପାଇଁ ହଜାରେ ଯନ୍ତ୍ର ଅଛି, କିନ୍ତୁ କେବେ ଭାବିଛନ୍ତି ଯେତେବେଳେ ଏସବୁ କିଛି ନଥିଲା ସେତେବେଳେ ଲୋକେ ଜୀବନକୁ କେମିତି ବୁଝୁଥିଲେ? ସେମାନେ ଏହାକୁ ଗଣୁ ନଥିଲେ, ବରଂ ଅନୁଭବ କରୁଥିଲେ, ତାର ଗତି ଆଉ ପ୍ରବାହକୁ ଦେଖି। ହଁ, ସେଇ ଗୋଟିଏ ସାଧାରଣ ପ୍ରଶ୍ନ। ଗୋଟେ ଜିନିଷ ଜୀବନ୍ତ ଆଉ ଗୋଟେ ନିର୍ଜୀବ, ଏ ଦୁଇଟା ଭିତରେ ପ୍ରକୃତରେ ଫରକ କ'ଣ? ଏଇ ପ୍ରଶ୍ନଟା ହିଁ ପ୍ରାଚୀନ ସଭ୍ୟତାଗୁଡ଼ିକୁ ବହୁତ ଦିନ ଧରି ଚିନ୍ତାରେ ପକାଇଥିଲା। ଆଉ ସେମାନେ ଉତ୍ତର ଖୋଜୁଥିଲେ ନିଜ ଚାରିପାଖରୁ ଦୁନିଆକୁ ଦେଖିକି। ଆଉ ସେମାନେ ଯେଉଁ ଉତ୍ତର ପାଇଲେ ତାହା ଆଧୁନିକ ପଦାର୍ଥ ବିଜ୍ଞାନଠାରୁ ବହୁତ ଅଲଗା ଥିଲା। ସେମାନଙ୍କ ପାଇଁ ଜୀବନ ମାନେ ଥିଲା ଗତି, ଏକ ଗତିଶୀଳ ପ୍ରବାହିତ ଶକ୍ତି ଯାହା ଶରୀରକୁ ଜୀବନ୍ତ କରୁଥିଲା। ସ୍ଥିର ବସ୍ତୁ ନୁହେଁ, ବରଂ ଏକ ନିରନ୍ତର ପ୍ରବାହ। ତେବେ ଚାଲନ୍ତୁ ଆଜି ଆମେ ସେହି ପ୍ରାଚୀନ ଜ୍ଞାନର ଯାତ୍ରାରେ ବାହାରିବା। ଆମେ ଦେଖିବା କେମିତି ଜୀବନକୁ ଗତି ଭାବରେ ଦେଖାଯାଉଥିଲା। ମିଶରରୁ ଭାରତ ଓ ଚୀନ ଆଉ ତାପରେ ଗ୍ରୀସ୍ ପର୍ଯ୍ୟନ୍ତ ଏହି ଧାରଣା କେମିତି ବଦଳିଲା। ଆଉ ସବୁଠୁ ମଜା କଥା ହେଲା, ଏସବୁ ଭିତରେ ଥିବା ସମାନତା ଆଉ ଆଜି ବି ଏସବୁ କାହିଁକି ଏତେ ଗୁରୁତ୍ୱପୂର୍ଣ୍ଣ। ତେବେ ପ୍ରଥମେ ଆସିବା ସବୁଠୁ ମୌଳିକ କଥାକୁ। ଆଜି ଭଳି ଯେତେବେଳେ ମାଇକ୍ରୋସ୍କୋପ କିମ୍ବା ଅନ୍ୟ କୌଣସି ଯନ୍ତ୍ରପାତି ନଥିଲା, ସେତେବେଳେ ଜୀବନର ସବୁଠୁ ବଡ଼ ପ୍ରମାଣ କ'ଣ ଥିଲା? ସିଧା କଥା, ନିଶ୍ୱାସ ଆଉ ଗତି। ଯଦି କିଛି ଚଳପ୍ରଚଳ ହେଉଛି, ନିଶ୍ୱାସ ନେଉଛି, ତାହେଲେ ସେ ଜୀବନ୍ତ। ଏତିକି ଥିଲା ସବୁଠାରୁ ସ୍ପଷ୍ଟ ସଂକେତ। ଆଉ ଏହି ନିଶ୍ୱାସକୁ କେବଳ ଗୋଟେ ଶାରୀରିକ କ୍ରିୟା ଭାବେ ଦେଖାଯାଉନଥିଲା। ଏହା ଥିଲା ଭିତରର ଆତ୍ମା ଆଉ ବାହାରର ବ୍ରହ୍ମାଣ୍ଡ ଭିତରେ ଏକ ସେତୁ। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଦୁନିଆର ଅନେକ ଭାଷାରେ ଆତ୍ମା ପାଇଁ ଯେଉଁ ଶବ୍ଦ ଅଛି ତାର ମୂଳ ଅର୍ଥ ହେଉଛି ନିଶ୍ୱାସ ବା ପବନ। ଯେମିତି ଗ୍ରୀକ୍ରେ ନ୍ୟୁମା, ଲାଟିନ୍ରେ ସ୍ପିରିଟସ୍ ଆଉ ଆମ ସଂସ୍କୃତରେ ପ୍ରାଣ। ଆଚ୍ଛା, ଏବେ ଆସନ୍ତୁ ମିଶ୍ରକୁ ଯିବା। ସେମାନଙ୍କର ଧାରଣା ଟିକେ ଅଲଗା ଆଉ ବହୁତ ଜଟିଳ ଥିଲା। ସେମାନେ ଆତ୍ମାକୁ ଗୋଟିଏ ଜିନିଷ ବୋଲି ଭାବୁନଥିଲେ, ବରଂ ଏହାକୁ ଅନେକଗୁଡ଼ିଏ ସ୍ତର ବା ଉପାଦାନର ମିଶ୍ରଣ ବୋଲି ବିଶ୍ୱାସ କରୁଥିଲେ। ସେମାନଙ୍କର ମୁଖ୍ୟ ଉପାଦାନଗୁଡ଼ିକ ଥିଲା କା, ଯାହାକି ଥିଲା ମୌଳିକ ଜୀବନୀ ଶକ୍ତି। ଏମିତିକି ମୃତ୍ୟୁ ପରେ ବି ଏହାକୁ ପୋଷଣ ଦରକାର ପଡ଼ୁଥିଲା। ତାପରେ ଆସିଲା ବା, ଯାହା ଥିଲା ଜଣଙ୍କର ବ୍ୟକ୍ତିତ୍ୱ, ଯାହାକୁ ଗୋଟେ ମଣିଷ ମୁଣ୍ଡିଆ ପକ୍ଷୀ ଭାବେ ଦେଖାଯାଉଥିଲା। ଆଉ ଶେଷରେ ଥିଲା ଆଖ, ଯାହା ଥିଲା କା ଆଉ ବାର ମିଳନରେ ସୃଷ୍ଟି ହେଉଥିବା ଅମର ରୂପାନ୍ତରିତ ଆତ୍ମା। କିନ୍ତୁ ସେମାନେ ଏହି ଶକ୍ତିକୁ କେବଳ କଳ୍ପନା କରୁନଥିଲେ, ସେମାନେ ଏହାକୁ ଶରୀର ଭିତରେ ମ୍ୟାପ୍ କରିଥିଲେ। ତାକୁ କହୁଥିଲେ ମେତୁ। ଏହା ଥିଲା ହୃଦୟରୁ ବାହାରିଥିବା ଅନେକ ନଳୀର ଏକ ଜାଲ, ଯେଉଁଥିରେ ରକ୍ତ, ଅନ୍ୟ ତରଳ ପଦାର୍ଥ ଆଉ ଜୀବନର ନିଶ୍ୱାସ ପ୍ରବାହିତ ହେଉଥିଲା। ତେଣୁ ସେମାନଙ୍କ ପାଇଁ ସ୍ୱାସ୍ଥ୍ୟ ମାନେ ଥିଲା ଏହି ପ୍ରବାହରେ କୌଣସି ବାଧା ନ ରହିବା, ଆଉ ରୋଗ ମାନେ ଥିଲା ପ୍ରବାହରେ ଅବରୋଧ। ଏବେ ମିଶ୍ରରୁ ଆସନ୍ତୁ ପୂର୍ବ ଦିଗକୁ, ଭାରତ ଆଉ ଚୀନ। ଏଠାରେ ବି ଶକ୍ତି ପ୍ରବାହର ଧାରଣା ଥିଲା, କିନ୍ତୁ ଆହୁରି ଜଟିଳ ଆଉ ସୂକ୍ଷ୍ମ ସ୍ତରରେ। ଏଠାରେ ମୂଳ କଥା ଥିଲା ଶରୀର ଭିତରେ ଥିବା ଶକ୍ତିର ମାର୍ଗ ଆଉ ତାର ସନ୍ତୁଳନ। ଭାରତରେ ଏହାକୁ କୁହାଗଲା ପ୍ରାଣ, ଆଉ ଚୀନରେ ଚି। ପ୍ରାଣର ଅର୍ଥ ହେଲା ନିଶ୍ୱାସ, ଆଉ ଏହାକୁ ଏକ ବ୍ରହ୍ମାଣ୍ଡୀୟ ଜୀବନ ଶକ୍ତି ଭାବେ ଦେଖାଯାଏ। ଅନ୍ୟପଟେ ଚିର ଅର୍ଥ ହେଲା ବାୟୁ ବା ବାଷ୍ପ। ଉଭୟ କ୍ଷେତ୍ରରେ ଏହି ଶକ୍ତି ଶରୀର ଭିତରେ କିଛି ନିର୍ଦ୍ଦିଷ୍ଟ ମାର୍ଗ ଦେଇ ପ୍ରବାହିତ ହୁଏ। ଭାରତରେ ଏହାକୁ ନାଡ଼ି କୁହାଯାଏ, ଆଉ ଚୀନରେ ମେରିଡିଆନ୍। ଲକ୍ଷ୍ୟ ବି ପ୍ରାୟ ସମାନ। ଯୋଗ ବା ଆକ୍ୟୁପଙ୍କ୍ଚର ଭଳି ଅଭ୍ୟାସ ଦ୍ୱାରା ଏହି ଶକ୍ତି ପ୍ରବାହକୁ ନିୟନ୍ତ୍ରଣ କରି ସ୍ୱାସ୍ଥ୍ୟ ଓ ଚେତନାକୁ ଉନ୍ନତ କରିବା। ଭାରତୀୟ ପରମ୍ପରାରେ ଏହି ପ୍ରାଣ ହେଉଛି ସେହି ସାର୍ବଜନୀନ ଜୀବନ ଶକ୍ତି। କୁହାଯାଏ ଶରୀର ଭିତରେ ଏହା 5 ପ୍ରକାରର ବାୟୁ ବା ପବନ ରୂପରେ କାମ କରେ, ଆଉ ପ୍ରତ୍ୟେକର କାମ ଅଲଗା। ଏହି ଶକ୍ତି 72,000 ସୂକ୍ଷ୍ମ ନାଡ଼ି ଦେଇ ପ୍ରବାହିତ ହୁଏ, ଆଉ ଯେତେବେଳେ ଏହି ପ୍ରବାହ ଠିକ୍ଠାକ୍ ଥାଏ, ସେତେବେଳେ ଶରୀର ସୁସ୍ଥ ରହେ। ଠିକ୍ ସେହିପରି ଚୀନରେ ଚି ମଧ୍ୟ ମେରିଡିଆନ୍ ନାମକ ମାର୍ଗରେ ପ୍ରବାହିତ ହୋଇ ଶରୀରର ବିଭିନ୍ନ ଅଙ୍ଗକୁ ପୋଷଣ ଦିଏ। ଚିର ବି ବିଭିନ୍ନ ପ୍ରକାର ଅଛି, ଯେମିତି ୱେଇ ଚି ଆମ ଶରୀରକୁ ବାହାର ରୋଗରୁ ରକ୍ଷା କରେ, ଆଉ ଇଂ ଚି ପୋଷଣ ଦିଏ। ଏମାନଙ୍କ ଭିତରେ ସନ୍ତୁଳନ ରହିବା ହିଁ ସ୍ୱାସ୍ଥ୍ୟ। ପାରମ୍ପରିକ ଚୀନୀ ଚିକିତ୍ସାରେ ଗୋଟେ ବହୁତ ସୁନ୍ଦର କଥା କୁହାଯାଏ, ଯେଉଁଠି ପ୍ରବାହ ଅଛି ସେଠି କଷ୍ଟ ନାହିଁ, ଆଉ ଯେଉଁଠି କଷ୍ଟ ଅଛି ସେଠି ପ୍ରବାହ ନାହିଁ। ଏଇ ଗୋଟିଏ ଲାଇନ୍ରେ ହିଁ ସାରା ସିଦ୍ଧାନ୍ତର ସାର କଥା ଲୁଚି ରହିଛି। ରୋଗର ଅର୍ଥ ହିଁ ହେଉଛି ଶକ୍ତିର ପ୍ରବାହରେ ବାଧା। ଏବେ ଆସନ୍ତୁ ପଶ୍ଚିମ ଦୁନିଆକୁ, ପ୍ରାଚୀନ ଗ୍ରୀସ୍। ଏଠି ବି ନିଶ୍ୱାସ ଆତ୍ମାର ଧାରଣା ଥିଲା, କିନ୍ତୁ ସମୟକ୍ରମେ ଏହା ଏକ ଦାର୍ଶନିକ ବିଚାରରୁ ବାହାରି ଏକ ପ୍ରକାର ଶରୀର ବିଜ୍ଞାନର ସିଦ୍ଧାନ୍ତରେ ପରିଣତ ହେଲା। ଏହି ଧାରଣାକୁ ସେମାନେ କହୁଥିଲେ ନ୍ୟୁମା। ଖ୍ରୀଷ୍ଟପୂର୍ବ 6ଠ ଶତାବ୍ଦୀରେ ଆନାକ୍ସିମେନିସ୍ କହିଲେ ଆତ୍ମା ବାୟୁରେ ତିଆରି। ତାପରେ ଆରିଷ୍ଟୋଟଲ ଏହାକୁ ଏକ ଉଷ୍ମ, ଗତିଶୀଳ ବାୟୁ କହିଲେ, ଯାହା ସମ୍ବେଦନା ସଞ୍ଚାର କରେ। ପରେ ଷ୍ଟୋଇକ୍ ଦାର୍ଶନିକମାନେ ଏହାକୁ ବାୟୁ ଆଉ ଅଗ୍ନିର ମିଶ୍ରଣ କହିଲେ।
ଆଉ ଶେଷରେ ଗ୍ୟାଲେନଙ୍କ ଭଳି ଚିକିତ୍ସକ ଏହାକୁ ପୂରାପୂରି ମେଡିକାଲ ସିଦ୍ଧାନ୍ତରେ ପରିଣତ କରିଦେଲେ। ସେ କହିଲେ ଶରୀରରେ 3 ପ୍ରକାରର ସ୍ପିରିଟ୍ ବା ନ୍ୟୁମା ଅଛି। ଷ୍ଟୋଇକ୍ ଦାର୍ଶନିକମାନେ ତ ଏହାକୁ ଆହୁରି ଆଗକୁ ନେଇଗଲେ। ସେମାନେ ନ୍ୟୁମାର ବିଭିନ୍ନ ସ୍ତର ବିଷୟରେ କହିଲେ। ସବୁଠୁ ତଳେ ଥିଲା ହେକ୍ସିସ୍, ଯାହା ପଥର ଭଳି ନିର୍ଜୀବ ବସ୍ତୁକୁ ଏକାଠି ରଖେ। ତା ଉପରେ ହେଉଛି ଫାଇସିସ୍, ଯାହା ଗଛଲତାରେ ବୃଦ୍ଧି କରାଏ। ତାପରେ ସାଇକି, ଯାହା ପଶୁମାନଙ୍କୁ ଗତି ଆଉ ଅନୁଭବ ଦିଏ। ଆଉ ସବା ଉପରେ ଲୋଗିକେ ସାଇକି ବା ତାର୍କିକ ଆତ୍ମା, ଯାହା କେବଳ ମଣିଷ ପାଖରେ ଥାଏ। ତେବେ ଏତେ ସବୁ ଅଲଗା ଅଲଗା ସଂସ୍କୃତି ଆଉ ସଭ୍ୟତା ବିଷୟରେ ଜାଣିବା ପରେ ଗୋଟେ ପ୍ରଶ୍ନ ମନକୁ ଆସେ। ଏମାନଙ୍କ ଭିତରେ କ'ଣ କିଛି ସମାନତା ଥିଲା? ଆଉ ଉତ୍ତର ହେଉଛି ହଁ, ଆଶ୍ଚର୍ଯ୍ୟଜନକ ଭାବେ ବହୁତ ସମାନତା ଥିଲା। ପ୍ରଥମ ସମାନତା ହେଲା ସମସ୍ତେ ଜୀବନକୁ ଗତି ଭାବେ ଦେଖୁଥିଲେ। ଜୀବନ୍ତ ରହିବା ମାନେ ଏକ ଗତିଶୀଳ ପ୍ରବାହ ଭିତରେ ରହିବା। ଆଉ ଯେତେବେଳେ ଏହି ପ୍ରବାହ ବନ୍ଦ ହୋଇଯାଏ, ତାକୁ ଆପଣ ଚି, ପ୍ରାଣ କି ନ୍ୟୁମା ଯାହା ବି କହନ୍ତୁ, ସେଇଟା ହିଁ ମୃତ୍ୟୁ। ଦ୍ୱିତୀୟ ସମାନତା ହେଲା ନିଶ୍ୱାସ। ପ୍ରତ୍ୟେକ ସଂସ୍କୃତିରେ ବାୟୁ ବା ନିଶ୍ୱାସକୁ ଜୀବନ ପାଇଁ ସବୁଠୁ ଜରୁରୀ ବୋଲି ମାନାଯାଉଥିଲା। ଏହା ଥିଲା ସେହି ଅଦୃଶ୍ୟ ଶକ୍ତିର ଦୃଶ୍ୟମାନ ବାହକ, ଯାହା ଆତ୍ମାକୁ ଜୀବନ୍ତ କରୁଥିଲା। ଆଉ ତୃତୀୟ ଏବଂ ସବୁଠୁ ଗୁରୁତ୍ୱପୂର୍ଣ୍ଣ ସମାନତା ହେଲା ରୋଗର କାରଣ। ସମସ୍ତେ ଏକମତ ଥିଲେ ଯେ ଶରୀର ଭିତରର ଶକ୍ତି ମାର୍ଗରେ, ସେଇଟା ମିଶରର ମେତୁ ହେଉ, ଭାରତର ନାଡ଼ି, ଚୀନର ମେରିଡିଆନ୍ ବା ଗ୍ରୀସର ଧମନୀ ହେଉ, ଯଦି କୌଣସି ଅବରୋଧ ସୃଷ୍ଟି ହୁଏ ତାହେଲେ ରୋଗ ହୁଏ। ସ୍ୱାସ୍ଥ୍ୟ ହେଉଛି ପ୍ରବାହ ଆଉ ରୋଗ ହେଉଛି ଅବରୋଧ। କିନ୍ତୁ ଆଜିର ବୈଜ୍ଞାନିକ ଯୁଗରେ ଏସବୁ କଥା କ'ଣ କେବଳ ପୁରୁଣା କାହାଣୀ? ତାହେଲେ ଏନର୍ଜି ବା ଫ୍ଲୋ ଭଳି ଶବ୍ଦ ଆଜି ବି ଆମେ କାହିଁକି ବ୍ୟବହାର କରୁଛୁ? ଏହି ପ୍ରାଚୀନ ଧାରଣାଗୁଡ଼ିକର ପ୍ରତିଧ୍ୱନି ଆଜି ବି କାହିଁକି ଶୁଣାଯାଏ? ଆଧୁନିକ ବିଜ୍ଞାନର, ବିଶେଷ କରି ଫ୍ରାନ୍ସିସ୍ କ୍ରିକ୍ଙ୍କ ଭଳି ବୈଜ୍ଞାନିକଙ୍କ ମତରେ ଆମର ସବୁ ଅନୁଭୂତି, ଆମର ଆନନ୍ଦ, ଦୁଃଖ, ସ୍ମୃତି ଏସବୁ କେବଳ ମସ୍ତିଷ୍କ ଭିତରେ ଥିବା ସ୍ନାୟୁକୋଷ ଆଉ ଅଣୁଗୁଡ଼ିକର ଖେଳ। ଏହାଠାରୁ ବେଶୀ କିଛି ନୁହେଁ। ଏଠାରେ ଚେତନାକୁ ବୁଝିବା ପାଇଁ 2ଟି ଧାରଣା ସାମ୍ନାକୁ ଆସେ। ପ୍ରଥମଟି ହେଲା ଉତ୍ପାଦନ ମଡେଲ। ଏହା କହେ ମସ୍ତିଷ୍କ ହିଁ ଚେତନାକୁ ତିଆରି କରେ, ଯେମିତି ଗୋଟେ କେଟିଲ୍ ବାଷ୍ପ ତିଆରି କରେ। ଏହା ହିଁ ଆଜିର ମୁଖ୍ୟ ବୈଜ୍ଞାନିକ ଦୃଷ୍ଟିକୋଣ। କିନ୍ତୁ ଆଉ ଗୋଟେ ଧାରଣା ଅଛି, ଯାହାକୁ ସଞ୍ଚାରଣ ମଡେଲ କୁହାଯାଏ। ଏହା ଅନୁସାରେ ମସ୍ତିଷ୍କ ଚେତନାକୁ ତିଆରି କରେନି, ବରଂ ବାହାରୁ ଆସୁଥିବା ଚେତନାକୁ ଗ୍ରହଣ କରେ, ଠିକ୍ ଯେମିତି ଗୋଟେ ପ୍ରିଜମ୍ ଆଲୋକକୁ ପ୍ରତିସରଣ କରେ। ଆଉ ଏହି ଦ୍ୱିତୀୟ ଧାରଣାଟି ସେହି ପ୍ରାଚୀନ ଜୀବନଶକ୍ତିର ବିଚାର ସହିତ ବେଶ୍ ମେଳ ଖାଏ। ଶେଷରେ କହିବାକୁ ଗଲେ ପ୍ରାଚୀନ ଲୋକମାନେ ଜୀବନକୁ ମାପୁନଥିଲେ, ସେମାନେ ତାର ଗତିକୁ ଅନୁଭବ କରୁଥିଲେ। ସେମାନଙ୍କର ଏହିସବୁ ସିଦ୍ଧାନ୍ତ ଜୀବନ୍ତ ହେବାର ଅନୁଭୂତିକୁ ବୁଝିବା ଆଉ ବୁଝାଇବାର ଏକ ଗଭୀର ପ୍ରୟାସ ଥିଲା। ଆଉ ଏହି ଅନୁସନ୍ଧାନ, ଏହି କଠିନ ସମସ୍ୟାକୁ ବୁଝିବାର ଚେଷ୍ଟା ଆଜି ବି ଆମ ପାଇଁ ସେତିକି ହିଁ ବଡ଼ ଆହ୍ୱାନ ହୋଇ ରହିଛି।